ବିଜୁ ଜନତା ଦଳ କହିନଥିଲା, ବିଜୁ ଜନତା ଦଳର ସରକାର କହିଥିଲା, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଥିଲା ଯେ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବ। ତେଣୁ ଖୁସି ଏତିକି ଯେ ନୂଆ ସରକାର ପୁରୁଣା ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦଉଛନ୍ତି। ନିଷ୍ପତ୍ତି ବିଜେଡିର ନିଷ୍ପତ୍ତି ନବୀନ ବାବୁଙ୍କର ସେ ତ ବର୍ତ୍ତମାନ ସେ ଅଧ୍ୟାୟ ଶେଷ। ସେ ବର୍ତ୍ତମାନ ଅଘୋଷିତ ମାନେ ବ୍ୟସ୍ତସ୍ପତି ସମୟ ଗଡ଼ି ଯାଇଛି। ବିଜୁ ଜନତା ଦଳର ନିଷ୍ପତ୍ତି ନଥିଲା ପ୍ରତିଯୋଗିତା କରିବା ପାଇଁ, ତେଣୁ ସେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଇଛନ୍ତି। ଘୋଷଣା ହେଇନି, ଅଘୋଷିତ। ଏବଂ ଆମେ ଆଶାବାଦୀ ସେ ଜଣେ ଅଭିଜ୍ଞ, ତେଣୁ ସେଇ ଦୃଷ୍ଟିରୁ ଗୃହ ପରିଚାଳନା କରିବାରେ ସେ ତାଙ୍କୁ ସାହାଯ୍ୟ କରିବେ, ତାଙ୍କର ଅଭିଜ୍ଞତା। ବିଜୁ ଜନତା ଦଳ କହିନଥିଲା, ବିଜୁ ଜନତା ଦଳର ସରକାର କହିଥିଲା, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଥିଲା ଯେ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବ। ତେଣୁ ଖୁସି ଏତିକି ଯେ ନୂଆ ସରକାର ପୁରୁଣା ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦଉଛନ୍ତି। ନିଷ୍ପତ୍ତି ବିଜେଡିର ନିଷ୍ପତ୍ତି ନବୀନ ବାବୁଙ୍କର ସେ ତ ବର୍ତ୍ତମାନ ସେ ଅଧ୍ୟାୟ ଶେଷ। ସେ ବର୍ତ୍ତମାନ ଅଘୋଷିତ ମାନେ ବ୍ୟସ୍ତସ୍ପତି ସମୟ ଗଡ଼ି ଯାଇଛି। ବିଜୁ ଜନତା ଦଳର ନିଷ୍ପତ୍ତି ନଥିଲା ପ୍ରତିଯୋଗିତା କରିବା ପାଇଁ, ତେଣୁ ସେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଇଛନ୍ତି। ଆଶା କରିବୁ ସେ ନିରପେକ୍ଷତାର ସହ ଗୃହ ପରିଚାଳନା କରିବେ ଏବଂ ଆମେ ଆଶାବାଦୀ ସେ ଜଣେ ଅଭିଜ୍ଞ, ତେଣୁ ସେଇ ଦୃଷ୍ଟିରୁ ଗୃହ ପରିଚାଳନା କରିବାରେ ସେ ତାଙ୍କୁ ସାହାଯ୍ୟ କରିବେ, ତାଙ୍କର ଅଭିଜ୍ଞତା।